ଜାତୀୟ ଗଣତାନ୍ତ୍ରିକ ସାମୁଖ୍ୟ ଏନ୍ଡିଏ ବହୁମତ ହାସଲ କରିବା ପରେ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ରୂପେ ଶପଥ ନେବାକୁ ଯାଉଛନ୍ତି। ଏଥିସହ ଶ୍ରୀ ମୋଦି ଇତିହାସ ଦୋହରାଇଛନ୍ତି। ପୂର୍ବରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନାମରେ ଏହି ରେକର୍ଡ ଥିଲା। ଦେଶର ଜନତା ଜନାର୍ଦ୍ଦନ ଏନ୍ଡିଏକୁ କ୍ରମାଗତ ତୃତୀୟ ଥର ଆଶୀର୍ବାଦ ଦେବା ସହ ଆସ୍ଥା ଓ ବିଶ୍ୱାସ ପ୍ରକଟ କରିଛନ୍ତି। ଭାରତୀୟ ଗଣତାନ୍ତ୍ରିକ ଇତିହାସରେ ଏହା ଏକ ଅଭୂତପୂର୍ବ ମୁହୂର୍ତ୍ତ ହେବାକୁ ଯାଉଛି। 2014ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏନ୍ଡିଏର ସର୍ବବୃହତ୍ ଦଳ ଭାବେ ବିଜେପି 282ଟି ଆସନ ଜିତିଥିବା ବେଳେ 2019ରେ ଏନ୍ଡିଏ ମେଣ୍ଟର ବିଜେପି ପୁଣି ଥରେ 303ଟି ଆସନ ଜିତି ଏକକ ସଂଖ୍ୟାଗରିଷ୍ଠ ଦଳ ହେବା ସୌଭାଗ୍ୟ ଅର୍ଜନ କରିଥିଲା। କିନ୍ତୁ ଚଳିତ ଥର ବିଜେପି ଏକାକୀ ବହୁମତ ହାସଲ କରିପାରି ନାହିଁ। ଏଥିପାଇଁ ଆବଶ୍ୟକ 272ଟି ଆସନରୁ 240 ଆସନ ପାଇଛି। ଅପରପକ୍ଷରେ ଜବାହରଲାଲ ନେହେରୁଙ୍କ ନେତୃତ୍ୱରେ କଂଗ୍ରେସ 1951-52ରେ ପ୍ରଥମ ଥର ପାଇଁ 364 ଆସନ ହାସଲ କରିଥିଲା। ସେହିପରି 1957ରେ 371 ଓ 1962ରେ ତୃତୀୟ ଥର ପାଇଁ 361 ଆସନରେ ବିଜୟୀ ହୋଇଥିଲା। ଶ୍ରୀ ମୋଦି 1962 ମସିହା ଇତିହାସକୁ ଆସନ୍ତାକାଲି ପୁନଃ ଦୋହରାଇବାକୁ ଯାଇ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଏଥିପାଇଁ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହ ବିଭିନ୍ନ କାରଣରୁ ସ୍ୱତନ୍ତ୍ର ହେବାକୁ ଯାଉଛି। 1950 ମସିହା ସେପ୍ଟେମ୍ବର 17 ତାରିଖରେ ଗୁଜରାଟରେ ଜନ୍ମଗ୍ରହଣ କରିଥିବା ନରେନ୍ଦ୍ର ଦାମୋଦର ଦାସ ମୋଦି ଉଚ୍ଚ ମାଧ୍ୟମିକ ଶିକ୍ଷା ଶେଷ କରିଥିଲେ ଯେତେବେଳେ ତାଙ୍କୁ 8 ବର୍ଷ ହୋଇଥିଲା। ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରେ ସାମିଲ ହୋଇ ଦେଶ ସେବାରେ ବ୍ରତୀ ହୋଇଥିଲେ। ସେ ସମୟରେ ସେ ବାଳ ସ୍ୱୟଂସେବକ ରୂପେ କାର୍ଯ୍ୟ କରି ବହୁ ବଡ଼ ବଡ଼ ବ୍ୟକ୍ତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜନୀତିରେ ପ୍ରବେଶ କରିବା ପରେ ସେ ସଫଳତାର ସହ ଏକାଧିକ ବାର ଗୁଜରାଟ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। 2014 ଲୋକସଭା ନିର୍ବାଚନରେ ସେ ବିଜେପିର ନେତୃତ୍ୱ ନେଇ ସଫଳତା ହାସଲ କରିବା ପରେ ପ୍ରଥମ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ଗତ 10 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ରୂପେ ଶ୍ରୀ ମୋଦି ଅନ୍ତରାଷ୍ଟ୍ରୀୟ ସ୍ତରରେ ଦେଶର ଗୌରବ ବୃଦ୍ଧି କରିବା ସହ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଦେଶକୁ ସଶକ୍ତ କରିପାରିଛନ୍ତି। ତୃତୀୟ ଥର ଦେଶର ଦାୟିତ୍ୱ ବହନ କରି ସେ ଭାରତକୁ ଶୀର୍ଷ ସୋପାନକୁ ନେବେ ବୋଲି ଦେଶବାସୀ ତାଙ୍କ ଉପରେ ଦୃଢ଼ ଆସ୍ଥା ପ୍ରକଟ କରିଛନ୍ତି।